परिस्थिति रे मोर बड़ भौणी नणंद नणंदे चली गले ताको सेते बेले 22-24 वर्ष बयस संसार कौन से जानी नथिले घर कौन जानी नथिले बिंदास खाई पी मस्ती करथिले ताको मुंडरे ताकर जेजबापा जेजमा बो पापा चली गले से गोटे एते बड़ संसार को रखी चंती मु आज ताको पई किछ कहूनी मु ताको आउ ताको पत्नी वंदना स्वाई को निमंत्रण करूछि स्टेज ऊपर को से आसंतु आमे ताको तो किछि देई परिबुनी तथापि हमर आशीर्वाद श्रद्धा ताको पई आसंतु ताले वंदना स्वाई स्टेज ऊपर को आसंतु ठीक अछि एटा हम रखि दबा तो जानि नै से नाहंती बोली एटा पछ को रखि दबा आउ जण को हमें एठी मुख्य वक्ता भाबरे मो निमंत्रण करूछि नृसिंह चरण लेंका जी हमर बंधु आउ आम घर मुरबी आम घर बापा सब कार्य आमे स्नेह श्रद्धा सहयोग सब आशा करूँ आ सी आम पूरण करती मुझे स्टेज को आमंत्रण करुच्ची सहित पत्नी माता बहू आसतु दुई जन मुझे बाबा को किसी कहवा अनुरोध करूँ रजनी भाई भाई तो गौर नाती नाती यही अवसर मोर झील ताकू भलनाटी मणिकर्णी ज्वाई ओनाम बाबू सुपुत्र मोर नाती अलिप गोविंद और सहधर भाई प्रियंका प्रियदर्शनी दाम्पत्य जीवन शुभारंभ यही अवसर में जो आमर प्रकल्प हस खुशी यार तात्पर्य आम उपभोग करवा सहित आशीर्वाद करवा कुशमित संसार को से आगे नियंतु चलाचल कुशमित हो माँ सारण पाखे मोर विनम्र अनुरोध एवं प्रार्थना कलंकित समय नई चलाचल कुशमित हो आग को संसार कर सहायक बनतु हेलो गोटे से टोपी बगड़ी अदल बदल करने अनुरोध करुचे ये भी जड़े उच्चकी पुरुष चाकरी सी करुले कोऑपरेटिव सोसाइटी बैंक रे समस्त जानी तार दरमा आर्थिक स्थिति जहाँ किंतु सी निजर उद्योग बल दुई जगह घर करछंती जमी बाड़ी करछंती झील को भल जगह भल देई नै विवाह भी करछंती तेणु मु सब बळे तांकर कुकुड़ा चाष करबा माछ चाष करबा सब प्रकार विद्या ताकू जणा तेणु जण स्ट्रांग मैन तेणु मु आज तांकर देखना जीवन कामना करबा संगे संगे अनुरोध करूछि समाने आज दुई जन जाक दुई को पगड़ी पिना पगड़ी पिने दे फोटो उठे दे फोटो उठे दे आओ मो गोटे सतर का बेंगा दो अच्छा गब्बो हां बुलाइला काय बोलू काय छे
ମୋ ନାତୁଣୀକୁ ଅନୁରୋଧ କରୁଛି ସେ ବାବା ବାବୁ ସାଲ ଅର୍ପଣ କର। କୋଉଠି ନଈ ପଡ ଟିକେ ବହୁତ ଧନ୍ୟବାଦ। ବାବା ବୋଉ ନିଜ ସ୍ଥାନରେ ଯାଇକରି ପସନ୍ଦ ଧୀରେ ବୁକୁନି ତାପରେ କେହି ମନ ଦୁଃଖ କରିବନି। ଗୋଟେ କଥା କହୁଛି, ସମସ୍ତଙ୍କର ଆଶୀର୍ବାଦ ବୁଲୁ ବିଟୁ ମୋ ଭାଇର ଯୋଉ ପରିସ୍ଥିତିରେ 2 ବର୍ଷ ତଳେ ମୋ ଭାଇ ପଡିଥିଲା ତାର ଗୁଣ ମୁଁ କିଛି କହୁନି। ମାନେ ସିଏ ଆକ୍ଚୁଆଲି ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେଇଯାଇଛି ମୋ ପାଇଁ। ମୁଁ ତାକୁ ଫୋନ କଲେ ଫୋନ ସେ ଉଠାଏ 2-3 ବର୍ଷ ତଳେ। ସାଙ୍ଗସାଥି ଭଲ ମନ୍ଦରେ ସେ ତାର ମୌଜ ମଜଲିସ କରେ। ବିରକ୍ତ ହେଇକି ମୁଁ ତାର ଫୋନ ନମ୍ବର କାଟି ଦେଇଥିଲି। 6 ମାସ ପରେ ତାର ଦେହ ଖରାପ ହେଲା। ସମସ୍ତେ ଜାଣିଛ ଦେହ ଖରାପଟା ପ୍ରଥମେ ମୁଁ ଜାଣିଥିଲି ଆଉ ମୋ ସ୍ୱାମୀ ଜାଣିଥିଲେ। ଅପରେସନ କେମିତି ହେଲା କଣ ହେଲା ଆଉ କେହି ଜାଣିନଥିଲେ। ପ୍ରଥମ ସହଯୋଗର ହାତ ବଢେଇଥିଲେ ମୋ ଜ୍ୱାଇଁ। ଆଉ ତାପରେ ତାର ଯୋଉ ସବୁ ଆକ୍ଟିଭିଟି କରାହେଲା ସିଏ କାହାରିକୁ ଅପରେସନ ଆମେ କରିଦେଲୁ ନର୍ସିଂ ହୋମରେ। କିନ୍ତୁ ଆଚାର୍ଯ୍ୟ ହରିହରରେ ଯୋଉ ସିଚୁଏସନରେ ତା ସ୍ତ୍ରୀ କଳ୍ପନା ସେଣ ତାର ହାତ ଧରିକରି ଯୋଉ ନରକଣ୍ଟଳ ଚେହେରା କରିକରି ତାକୁ ରେଡିଏସନ ଦେଇକରି ସେ ଘରକୁ ଆଣିଥିଲା। କେହି ତା ପାଖରେ ଆମେ ଠିଆ ହେଇପାରୁନଥିଲୁ। ସେ ଚାହିଁଲାନି କେହି ଆସ ବୋଲିକରି ମେଡିକାଲକୁ ତମେ ମାନେ ଆକୁ ଦେଖିପାରିବନି କି ରହିପାରିବନି। ତେଣୁ ମୁଁ ଯୋଉ ଧୈର୍ଯ୍ୟ ମୋ ଭାଉଜର ଯୋଉ ଅସୀମ ଧୈର୍ଯ୍ୟ ତା ପାଖରେ ମୁଁ ସବୁବେଳେ ଋଣୀ। ସିଏ ମୋ ଭାଇକି ସେଠି ଭଲ କରିକରି ଆଣିଛି। ଗୋଟେ ଦିନ ସେ ମତେ ଫୋନ କଲା ଯେ ତାର ସାଲାଇନ ଚାଲୁନି। ମର୍ଣ୍ଣିଂ ସ୍କୁଲ ହେଇଥାଏ ଏପ୍ରିଲ ମାସ। ମୋ ସ୍କୁଲରୁ ଆସି ପହଞ୍ଚିଛି ମତେ କହିଲା ଯେ ସାଲାଇନ ଚାଲୁନି। ମାନେ ମୁଁ ଜାଣିଲି ବୋଧେ ଇଏ ମାନେ ଗୋଟେ କଣ୍ଡିସନ ତାର ସିରିୟସ ହେଇଯାଇଛି ଯୋଉଟାକି ଦେହରେ ଆଉ କିଛି ନାହିଁ ସାଲାଇନ ଚାଲୁନି। ତା ପାଖରେ କେହି ଲୋକ ନାହାନ୍ତି। ସେ ବିଟୁକୁ ଛାଡ଼ିକିରି ମେଡିସିନ ଆଣିବାକୁ ଯାଉଛି 5 ଥର ଇଞ୍ଜେକ୍ସନ ସିରିଜ ଆଣିବାକୁ ଯାଉଛି ଏଇଭଳିଆ କଣ୍ଡିସନ। କିନ୍ତୁ କେବଳ ମୁଁ ତାକୁ ଅର୍ପଣ କରିଦେଇଥିଲି ମାଙ୍କ ପାଦ ତଳେ। ଆଉ ସମସ୍ତଙ୍କର ଆଶୀର୍ବାଦ କେବଳ ମୋ ପରିବାରର ନୁହେଁ ଗାଁ ବନ୍ଧୁ ବାନ୍ଧବ ସମସ୍ତଙ୍କର ଆଶୀର୍ବାଦ ଯୋଗୁଁ ସେ ଆସି ବଞ୍ଚିଛି। ମୁଁ ସୁସ୍ଥ ବି ହେଇଛି ସେ ଭଲ ବି ହେଇଯାଇଛି। ମୁଁ କଳ୍ପନା ସେଣ ଆଉ ଜାନକୀ ବଲ୍ଲଭ ସେଣଙ୍କୁ ମୁଁ ଏଠି ଅନୁରୋଧ କରୁଛି ଷ୍ଟେଜକୁ ଆସନ୍ତୁ। ଆଉ ଅନ୍ୟମାନଙ୍କୁ ବି ମୁଁ କହୁଛି ଦୁଃଖ ସମୟରେ ଭାଙ୍ଗି ପଡ଼ିବାର ନାହିଁ। ଧୈର୍ଯ୍ୟ ଧରିଲେ ଆଉ ଜଣଙ୍କ ଆଶ୍ରୟରେ ପଡ଼ିଲେ ନିହାତି ସେ ଆମକୁ ସାହାଯ୍ୟର ହାତ ବଢ଼େଇବେ। ସିଏ ହେଉଛନ୍ତି ଆମର ଯେତେବେଳେ ପାଖରେ ଅଛନ୍ତି ଝଙ୍କଡ଼ବାସିନୀ ମା ଶାରଳା। ସିଏ ହେଉଛନ୍ତି ଆମର ଆରାଧ୍ୟ ଦେବୀ। ଆମର ବୋଲି ନୁହେଁ ଆମ ଏରିଆର। ତେଣୁ ସମସ୍ତେ ତାଙ୍କରି ପାଖରେ ଅନ୍ୟ ଆଡ଼େ ନ ଯାଇ ତାଙ୍କରି ପାଖରେ ସମସ୍ତେ ସମର୍ପଣ ନିଜକୁ କରିଦିଅନ୍ତୁ। ଦେଖିବେ ସବୁ ଜିନିଷ ଆପଣ ସମସ୍ତଙ୍କର ସଫଳ ବାଟରେ ଚାଲିବ। ମୁଁ ଅନୁରୋଧ କରୁଛି ଜାନକୀ ବଲ୍ଲଭ ସେଣ କଳ୍ପନା ସେଣ ଷ୍ଟେଜ ଉପରେ ଆସନ୍ତୁ। କଳ୍ପନା କୋଉଠି ମଝିରେ ବସିଛି ଆସେ ତୁ ଡେରି କର ନା 9:30 ହେଲା। ବିଟୁ କୁଆଡ଼େ ଗଲା? ଇଏ